ଆଜି ଥିଲା ମାର୍ଗଶିର ମାସର ଶେଷ ଗୁରୁବାର। ସେଥିପାଇଁ ମୁଁ ସକାଳୁ ଉଠି ଗାଧୋଇ ପାଧୋଇ ପୁରା ଭଲ ଲୁଗା ପିନ୍ଧି ଆସିଗଲି ଠାକୁର ଘରକୁ ପୂଜା କରିବା ପାଇଁ। ଠାକୁରଙ୍କୁ ପୋଛି ଫୁଲ ଚନ୍ଦନ ଦେଇ ତାପରେ ଝୋଟିରେ ମୁଁ ଏମିତି ଦେଇ ଦେଉଛି ଫୁଲ, ସିନ୍ଦୁର, ଅରୁଆ ଚାଉଳ, ହଳଦୀ ଦେଇ ଦେଉଛି। ଆମର ଏଇ ବ୍ୟସ୍ତବହୁଳ ଜୀବନ ଭିତରେ ମୁଁ ଆଉ ସକାଳୁ ଉଠି ଝୋଟି ଚିତା ତ ପକେଇ ହେବନି, ଟାଇମ୍ ହେବନି, ସେଥିପାଇଁ ମୁଁ ରାତିରେ ସବୁ ଏମିତି କରିଦେଇଥିଲି। କାହିଁକିନା ମୋତେ ବିଲକୁଲ ବି ଝୋଟି ଚିତା ପକେଇ ଆସେନି, ହେଲେ ବି ମୁଁ ମୋର ଚେଷ୍ଟା କରିଛି ପକେଇବା ପାଇଁ। ମୋତେ ବହୁତ ଟାଇମ୍ ଟେକିଂ ଲାଗେ, ହେଲେ ବି ମୁଁ ଏଠି ବହୁତ ଟାଇମ୍ ଧରିକି ରାତିରେ ମୁଁ ପକେଇଛି। ମୋ ଝୋଟି ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମର ଘରେ ମୋ ଶାଶୁ ଘରେ ବୋଉ ସବୁ ପୂଜା କରୁଛନ୍ତି। ଆମର ମାଣବସା ମାନେ ଯେଉଁ ସେର ବସା ହୁଏ, ସେର ବସାନ୍ତି ଘରେ ପୂଜା କରୁଛନ୍ତି। ସେଥିପାଇଁ ମୁଁ ବାସ୍ ନର୍ମାଲି ହିଁ ଏମିତି ପୂଜା କରିଦେଉଛି। ଯଦି ମୋ ପୂଜା ଭିତରେ କେଉଁଠି ବି ମାନେ ଭୁଲ ଆପଣ ଦେଖିପାରୁଛନ୍ତି ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଯେଉଁଟାକି ମୁଁ ସୁଧାରି ପାରିବି। ଚାଲ ଦେଖିଦେବା ଆମର ସବୁ ଝୋଟି। ଏଠି ମୁଁ ସବୁ ଝୋଟି ଉପରେ ଏମିତି ସବୁ ଫୁଲ ଦେଇ ଦେଉଛି। ତାପରେ ଚାଲନ୍ତୁ ଦେଖିଦେବା ମୋ ଠାକୁର ଘର। ମୋ ଠାକୁର ଘରେ ବି ଏମିତି ସବୁ ଝୋଟି ପକେଇ ପକେଇ ସବୁ ଯାଇଛି। ଏଠି ମୁଁ କଳସ ବସେଇଛି, କଳସ ଉପରେ ଏମିତି ଗୁଆ ଫୁଲ ଦେଇ ଦେଇଛି। ଏଠି ତ ପାଖରେ ଆମର ଯେଉଁ ଆମ୍ବ ଡାଳ ମିଳିବନି, ସେଥିପାଇଁ ମୁଁ ଖାଲି ଏମିତି ଗୁଆ ଫୁଲ ଦେଇ ଦେଇଛି। ଠାକୁରଙ୍କୁ ଏମିତି ସବୁ ଚନ୍ଦନ ସିନ୍ଦୁର ଫୁଲ ଦେଇକି ଠାକୁରଙ୍କୁ ବି ଦେଇ ଦେଇଛି, ସଜେଇ ଦେଇଛି। ତାପରେ ମୁଁ ଏପଟେ ଲକ୍ଷ୍ମୀ ମାଙ୍କ ପାଇଁ ଭୋଗ ପ୍ରସ୍ତୁତ କରୁଥିଲି। ଲକ୍ଷ୍ମୀ ମାଙ୍କର ପ୍ରିୟ ମଣ୍ଡା ପିଠା ଆଉ କ୍ଷୀରି, ଯେହେତୁ ମୁଁ ମଣ୍ଡା ପିଠା କରିପାରୁନି ତ ମୁଁ ଟିକେ କ୍ଷୀରି ପାଇଁ ପ୍ରସ୍ତୁତ କରୁଥିଲି। ତା ଭିଡ଼ିଓ ବି ଟିକେ ଆପଣଙ୍କୁ ଦେଖାଇ ଦେଇଛି। ତ ମୁଁ ପ୍ରଥମେ ଏଠି ପ୍ରେସର ବସେଇକି ସେଥିରେ କିଛି ଗୁଆ ଘିଅ ଦେଇଦେଲି। ଘିଅ ଟିକେ ଗରମ ହେଇଗଲା ପରେ ଚାଉଳକୁ ମୁଁ ଧୋଇକି ରଖିଥିଲି, ଚାଉଳ ଦେଇକି ଏବେ ତାକୁ ଟିକେ ଭାଜିଦେଲି। ସେଥିରେ ପୁରା ସାମାନ୍ୟ ମାତ୍ର ଟିକେ ଲୁଣ ଦେଇକି ସେଥିରେ ବହୁତ ସାରା ପାଣି ଦେଇକି ତାକୁ ଏବେ ଆମେ ସିଟି ମାରିଦେବା। ମୁଁ ଏଠି ପାଖାପାଖି 8-9ଟି ସିଟି ମାରିଦେଇଛି। ଚାଉଳ ଟିକେ ଭଲସେ ସିଝିଗଲେ କ୍ଷୀରି ଟିକେ ବହୁତ ଭଲ ହୁଏ। ତାପରେ ମୋର ଏଠି ପୁରା ଚାଉଳ ସିଝି ଯାଇଛି। ସେଥିରେ ମୁଁ ଫୁଟେଇକି ରଖିଥିଲି କ୍ଷୀରକୁ ଦେଇକି ଆମେ ତାକୁ ଏବେ ଆଉ ଟିକେ ଭଲସେ ଫୁଟେଇବା। ସେଥିରେ ଦେଇଦେବା 2ଟି ତେଜପତ୍ର ଆଉ ଡାଲଚିନି ଗୁଣ୍ଡ କରିକି ଗୁଜୁରାତି ଗୁଣ୍ଡ କରିକି ଆମେ ଦେଇଦେବା। ଗୁଜୁରାତି ଗୁଣ୍ଡ କରିକି ଦେଲା ପରେ ସେଥିରେ ଟିକେ ଫୁଟେଇବା। ତାପରେ କିଛି ନଡ଼ିଆ ମୁଁ କୋରିକି ରଖିଥିଲି, ନଡ଼ିଆକୁ ଏବେ ଦେଇକି ଫୁଟେଇଦେବା। ନଡ଼ିଆ ବି ସେଥିରେ ସିଝିଯିବ। ଆପଣ ଯେତିକି ତାକୁ ବହଳିଆ ରଖିବାକୁ ଚାହିଁବେ ସେସବୁ ରଖିପାରିବେ, ସେ ମାତ୍ରାରେ ଆପଣ କ୍ଷୀର ଦେବେ। ତ କ୍ଷୀରି ଯେହେତୁ ଟିକେ ପାଣିଆ କଲେ ଟିକେ ଭଲ, କାହିଁକିନା ପରେ କ୍ଷୀରିଟା ବସିଯାଏ, ସେଥିପାଇଁ ମୁଁ ମୋର ଅନୁସାରେ କ୍ଷୀର ମୁଁ ଦେଇଛି। ନଡ଼ିଆ ଦେଇକି ତାକୁ ଟିକେ ଫୁଟେଇଦେବା। ତାପରେ ଲାଷ୍ଟରେ ବାଦାମକୁ ଟିକେ ମୁଁ ଘିଅରେ ଭାଜି ଦେଇକି ଏଠି ମୁଁ ଦେଇ ଦେଉଛି। ଆଉ ଚିନି ମୁଁ ଏଠି ପୁରା ଓହ୍ଲେଇଲା ଟାଇମ୍ରେ ମୁଁ ଚିନି ଦେବି, ଓହ୍ଲେଇବି। ଆପଣ କେବେ ଚିନି ଦେଇକି ତାକୁ ବେଶୀ ସମୟ ଫୁଟେଇବେନି କି ଆଗରୁ ଚିନି ଦେବେନି। ଲାଷ୍ଟରେ ଚିନି ଦେଇକି ତାକୁ ଟିକେ ହାଲକା ଟିକେ ଫୁଟେଇ ଦେବେ, ତାପରେ ଓହ୍ଲେଇ ଦେବେ। ତାପରେ ମୋର ଏଠି କ୍ଷୀରି ପ୍ରସ୍ତୁତ ହେଇଗଲାଣି। ମୁଁ ଏବେ ମାଙ୍କ ପାଖରେ ନେଇକି ଭୋଗ ଲଗେଇବି। ମୁଁ ଏଠି ଠାକୁରଙ୍କୁ ଧୂପ ଦୀପ ବୁଲେଇ ଦେଉଛି, ପୂଜା କରିଦେଉଛି। ତାପରେ ଏଠି ମୁଁ ଭୋଗ ଲଗେଇବି କ୍ଷୀରି
ଆଉ ନଡ଼ିଆ, ଗୁଡ଼, କଦଳୀ, ଘିଅ, ମହୁ ମୁଁ ସବୁ ଚକଟିକି ରଖିଥିଲି, ତାକୁ ବି ଟିକେ ଭୋଗ ଲଗାଇ ଦେଉଛି। ଶେଷରେ ମୁଁ ପୂଜା ସାରି ଲକ୍ଷ୍ମୀ ପୁରାଣ ବହି ପଢ଼ିଲି। ଏମିତି ବହି ପଢ଼ି ସାରିକି ମୋ ପୂଜା ବିଧି ସମ୍ପୂର୍ଣ୍ଣ କଲି। ଲକ୍ଷ୍ମୀ ମା ଆପଣ ସମସ୍ତଙ୍କୁ ଏମିତି ଘଣ୍ଟ ଘୋଡ଼େଇ ରଖନ୍ତୁ, ସମସ୍ତଙ୍କୁ ବହୁତ ଭଲରେ ରଖନ୍ତୁ।